ଦୁଃଖର 10ଟି କାରଣ। ଡେରିରେ ଶୋଇବା ଏବଂ ଡେରିରେ ଉଠିବା, କେବଳ ନିଜ ଚିନ୍ତା କରିବା, ନିଜ କଥାକୁ ସବୁବେଳେ ଠିକ୍ ବୋଲି ଭାବିବା, ଉପରେ ପଡ଼ି ଉପଦେଶ ଦେବା, ସବୁବେଳେ ନିଜ ସ୍ୱାର୍ଥ ଦେଖିବା, କୌଣସି କାମ ଠିକ୍ ସମୟରେ ନ କରିବା, ଦେବା ନେବାର ହିସାବ ନ ରଖିବା, ଅତୀତକୁ ବାରମ୍ବାର ମନେ ପକାଇବା, କାହାରି ବିଶ୍ୱାସ ନ ରଖିବା, ବିନା କାରଣରେ ମିଛ କହିବା। ମଣିଷ ମରିବ, ସବୁ ତ ସରିବ, ରହିଯିବ କିଛି ସ୍ମୃତି। ସମ୍ପର୍କ ଆମ ଏଠି ସ୍ୱାର୍ଥରେ ଚାଲୁଛି, ମନେ ରହିଯିବ କିଛି ଅଭୁଲା ରାତି। ଟଙ୍କା ପଇସାରେ ସଂସାର ଚାଲୁଛି, ସମ୍ପର୍କର ମୂଲ୍ୟ ଶୁଣ। ମାନବ ସେବା ହିଁ ମାଧବ ସେବା, ଏହାଠୁ ନାହିଁ ବଡ଼ ପୁଣ୍ୟ। ମତେ ମିଳିଲାନି ମୋ ଦୁନିଆ, ଯାହା ବି ମିଳିଲା ଖୁସି, ଯାହା ପାଇଁ ମୁଁ କାମ କରୁଛି ଜୀବନ ଦେବି ହସି ହସି। କେତେ ଯେ ଯନ୍ତ୍ରଣା ସହିଛି ଜୀବନେ, ପାରୁନି ତାକୁ ମୁଁ ଭୁଲି। ତୁମକୁ ପାଇବାରେ ସବୁ ବଦଳିଲା, କହୁଛି ନିଜକୁ ଖୋଲି। ଚାକିରି ନୁହଁ ଏ ମୋ ଜୀବନ, ପୂରଣ କରିଛି ସବୁ ସପନ। ଯେ ମୁଁ ହାରିଗଲି, ତୁମେ ଜିତିଗଲ, ତଥାପି ଥିଲି ମୁଁ ଖୁସି। ତୁମ ପାଇଁ ମୁଁ ବଞ୍ଚିବା ଶିଖିଛି, ସବୁ ହାରିଯିବି ମୁଁ ହସି ହସି। ମଣିଷ ଜୀବନ ନିମିଷ ମାତ୍ର, ରାଗ ରଖିକି ହେବ ଖୁସି। ଖୁସିରେ ଜୀବନ ବିତେଇ ସଂସାରରୁ ବିଦାୟ ନେବ। ଦୁଃଖରେ ଭଗବାନଙ୍କୁ ସ୍ମରଣ କରିବା ସେମାନଙ୍କର ଅଧିକାର, ଯେଉଁମାନେ ସୁଖ ସମୟରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥାନ୍ତି। ଯଦି ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି, ତେବେ ନିଶ୍ଚିନ୍ତ ରୁହନ୍ତୁ, ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଅଛି। ଉତ୍କଳମଣିଙ୍କ ଅମର ବାଣୀ। ମାନବ ସାଧାରଣର ସମ୍ପର୍କରେ ଆସି ସେମାନଙ୍କର ଅଭାବ, ଆକାଂକ୍ଷା, ରୋଗ, ଦୁଃଖ, ଭାବ, ବିକାର ପ୍ରଭୃତିକୁ ଅନୁଭବରେ ନ ଆଣିଲେ ଜୀବନରେ ସତ୍ୟ ମିଳିବା ଅସମ୍ଭବ। ମାନବକୁ ସ୍ନେହ କରି ନ ଶିଖିଲେ, ମାନବ ପ୍ରତି ସହାନୁଭୂତି ନ ଆସିଲେ ଜୀବନର ବିକାଶ ହେବ ନାହିଁ। ନୈତିକ ଜୀବନର ବିକାଶରେ ହିଁ ମାନବର ପ୍ରକୃତ ମାନବତ୍ୱ। ପ୍ରକୃତ ନୀତି ଶିକ୍ଷାରେ ପନ୍ଥା ହେଉଛି ଲୋକ ସେବା, ଜନଗଣଙ୍କ ସେବା। ଅଭ୍ୟାସ କରିବାରେ ଜୀବନର ପ୍ରକୃତ ତତ୍ତ୍ୱ ଅନୁଭବ ଶିକ୍ଷାରେ ହୁଏ। ତେଣୁ ଛାତ୍ର ଜୀବନରେ ଏହି ଲୋକ ସେବା ଶିଖିବା ବିଷୟରେ ଛାତ୍ରମାନଙ୍କୁ ଯଥୋଚିତ ପ୍ରଶ୍ରୟ ଦେବା ଆବଶ୍ୟକ।